এই মুভিର ରିଭ୍ୟୁ ଦେବା ଆଗରୁ ତା ବିଷୟରେ କିଛି କହିବା ଆଗରୁ ମୁଁ ମୁଭି ମେକରମାନଙ୍କୁ ନମସ୍କାର କରିଦେଉଛି କାହିଁକି ନା ଏ ମୁଭି ମୋତେ ବହୁତ ବଢ଼ିଆ ଲାଗିଛି। ଏ ମୁଭି ଦେଖିଲା ପରେ ମୋ ମନ ପୁରା ପ୍ରଚ୍ଛନ୍ନ ହେଇସାରିଛି। ଏତିକି ମୁଭି ଦେଖିଲା ପରେ ହଜାରେ ଥର ଭଗବାନଙ୍କ ନାଁ ଶୁଣିଲା ପରେ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଉ ମୁଭି ଯେଉଁମାନେ ବନେଇଛନ୍ତି ସେମାନଙ୍କୁ ମୋର କୋଟି କୋଟି ପ୍ରଣାମ। ମୁଭିଟି ଦେଖିଲି ଯାହାର ନାଁ ହେଉଛି ହ ଅବତାର ନରସିଂହା। ଏହି ମୁଭିରେ ତୁମକୁ ପୁରୁଣା ଷ୍ଟୋରି ନରସିଂହା ଅବତାରଙ୍କ ଷ୍ଟୋରି ଦେଖିବାକୁ ମିଳିବ, ପ୍ଲସ୍ ତୁମକୁ ବରାହ ଅବତାରର ଷ୍ଟୋରି ଦେଖିବାକୁ ମିଳିବ। এই মুভিটিরে খতরনাক ভিজুয়াল ইফেক্ট দেখাକୁ ମିଳିଛି, ସାଉଣ୍ଡ ଇଫେକ୍ଟ ଖତରନାକ ଦେଖିବାକୁ ମିଳିବ ତୁମକୁ। ଷ୍ଟୋରି ଲାଜବାବ ଯାହାକି ତୁମେ ଜାଣିଛ ତାକୁ ତୁମେ ତୁମ ସାମ୍ନାରେ ଦେଖିବ। ଆଉ ତୁମର ମାନେ ଗୋଟେ ଗୋଟେ ସାଉଣ୍ଡ ଇଫେକ୍ଟ ଗୋଟେ ମାନେ ଧୂଳି ଗୋଟେ ଉଡ଼ିକି ଯିବ, ପତ୍ର ଗୋଟେ ଉଡ଼ିକି ଯିବ, ତାର ସାଉଣ୍ଡ ଇଫେକ୍ଟ ତୁମେ ଦେଖିବାକୁ ମିଳିବ ମୁଭିରେ। ତୁମେ ଯଦି ଶୁଣିବ ମୁଭିଟିକୁ ଖାଲି ତାହେଲେ ତୁମେ ତାର ଫିଲ୍ ଜାଣିପାରିବ। ପ୍ଲସ୍ এই ମୁଭିରେ ତୁମକୁ ଖତରନାକ ଏକ୍ସନ୍ ଆଉ ଲାଷ୍ଟରେ ଯେଉଁ ଏକ୍ସନ୍ ମାନେ ଆମର ନରସିଂହା ଅବତାର ଆସିଲା ପରେ ଯେଉଁ ଏକ୍ସନ୍ ତୁମକୁ ଦେଖିବାକୁ ମିଳିବ ସେଟା ତ ଲାଜବାବ ଭାଇ, ବ୍ରୁଟାଲରୁ ଅତି ବ୍ରୁଟାଲ ଦେଖିବାକୁ ମିଳିଛି। ପ୍ଲସ୍ ଯେଉଁ ଆମର ଭିଲିଆନ୍ ପ୍ରହ୍ଲାଦଙ୍କ ବାପା ସେ କେମିତି ଏତେ ଖତରନାକ ଥିଲେ, ତ ତାଙ୍କୁ କେମିତି ତୁମ ସାମ୍ନାରେ ପ୍ରସ୍ତୁତି କରାଯିବ ସେଟା ଦେଖିଲେ ତୁମେ ନିଜେ କହିବ ମୁଭିଟି ଗୋଟେ ଅତି ସୁନ୍ଦର ହେଇଛି। ତ ମୁଭିର ବିଷୟରେ ମୁଁ ବେଶୀ କିଛି ଆଉ ବେଶୀ ବକ୍ତୃତା କରିବି ନାହିଁ ମୁଭିକୁ ନେଇକି, କାହିଁକିନା ମୋର ଆସ୍ଥା, କାହିଁକିନା ମୋର ଇହା ହେଉଛି ମୋର ଧର୍ମ, ମୁଁ ଗୋଟେ ସନାତନୀ। ଆଉ ଏ ମୁଭି ବିଷୟରେ ମୁଁ ସେ ମଜାକ ଉଡ଼େଇବିନି, କାହିଁକିନା ଏ ମୁଭି ମୋର ଧର୍ମ ସହିତ, କାହିଁକି ସେଥିପାଇଁ ମୁଭି ବିଷୟରେ କିଛି କହିବା ଆଗରୁ ନିଜେ ହାତ ଯୋଡ଼ି ଦେଇଛି। ଏତିକି ବନେଇ ପାରିଛନ୍ତି ତୁମେ, ବହୁତ ବହୁତ ଧନ୍ୟବାଦ ତୁମେ। ଆହୁରି ଆର 4-5ଟା ପାର୍ଟ ଆସିବ ଯେଉଁଥିରେ ମୋର ବଡ଼ ବଡ଼ ଭଗବାନ ଯାହାକୁ ମୁଁ ମାନୁଛି, ବିଷ୍ଣୁ ଦେବତା ମୋର, ତାଙ୍କ ଉପରେ ସବୁ ତାଙ୍କ ଅବତାର ଉପରେ ଫିଲ୍ମ ଆସିବ। ତ ଧନ୍ୟବାଦ ଫିଲ୍ମ ମେକରମାନଙ୍କୁ, ଆଉ ତୁମ ଚରଣକୁ କୋଟି କୋଟି ଜୁହାର। ଏମିତି ମୁଭି ବନାଉଥାନ୍ତୁ ଯାହା ପାଇଁ ମୁଁ ନିଜେ ଖୁସି ହେବି, ଆଉ ମୋର ଯେତିକି ଦେଖୁଥିବେ ଦର୍ଶକ ବନ୍ଧୁମାନେ ସେମାନେ ବି ଖୁସି ହେବେ ଏମିତି ଅବତାର ଦେଖିଲା ପରେ, ଆଉ ଏମିତି ମୁଭି ଦେଖିଲା ପରେ। ତ এই ভিডিওରେ ବେଶୀ କିଛି କହିବିନି, ଏତିକି। ତ এই ଭିଡ଼ିଓଟି ମୁଁ ଜାଣିଛି ବେଶୀ ଲୋକ ଦେଖିବେ ନାହିଁ, କାହିଁକି ନା ସମସ୍ତଙ୍କୁ ଗାଳି ଫାଳି ଭଲ ଲାଗେ, ଏମିତି ନର୍ମାଲ ଭିଡ଼ିଓ କାହାକୁ ବି ଭଲ ଲାଗେ ନାହିଁ ମୁଁ ଜାଣିଛି। ତ ଯଦି ତୁମକୁ ଯଦି ଭଲ ଲାଗିଥିବ ଆଉ ତୁମ ଭଳିଆ କେହି ଯଦି ଥିବେ ତ ତାଙ୍କୁ ନିହାତି ସେୟାର କରିବେ, ଆଉ ତୁମକୁ ଯଦି ଭଲ ଲାଗିଥିବ ଲାଇକ୍ କମେଣ୍ଟ ପ୍ଲିଜ୍ କରିଦେଇଯିବେ, କାହିଁକିନା ଦେଖିଲା ପରେ ମୋତେ ବି ଭଲ ଲାଗେ। ଆଉ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ବାଏ ସାଙ୍ଗମାନେ।